ଏକ ବ୍ୟଙ୍ଗ କବିତା ଘରଣୀ କରିଛି ସାବିତ୍ରୀ ବ୍ରତ। ସକାଳୁ ସକାଳୁ ଘରଣୀଟା ମୋର ନୁଙ୍ଗୁରୁ ପୁଙ୍ଗୁରୁ ହେଉଛି, ନୂଆ ଶାଢ଼ୀ ପିନ୍ଧି ଲିପଷ୍ଟିକ୍ ବୋଳି ଓଠକୁ ରଙ୍ଗିନୀ କରିଛି। ବେଶଭୂଷା ଦେଖି ପଚାରିଲି ଯେବେ, ଦେହ ତୁମ ଭଲ ନାହିଁ କି? ଦିନେ କାଳେ ଯାହା ଦେଖା ନାହିଁ କେବେ, ଆଜି ଏ ଭେଳିକି କାହିଁକି? ଗରଗର ହୋଇ କହିଲା ଘରଣୀ, ଗରଗର ହୋଇ କହିଲା ଘରଣୀ, ଆଜି ତ ସାବିତ୍ରୀ ବରତ, ତୁମ ପୂଜା ପାଇଁ ଉପବାସ ଅଛି, ପ୍ରଣାମ ଘେନ ମୋ ଆରତ। ପୂଜା ଶେଷ କରି ବିଜୟର ଡୋରି ହାତରେ ମୁଁ ଦେବି ଭିଡ଼ି, ତୁମେ ମରିଗଲେ ଫେରେଇ ଆଣିବି ଯମ ସଙ୍ଗେ ପରା ଲଢ଼ି। ପ୍ରଣାମଟା ମୋର ହୃଦୟରେ ବାଜିଲା, ପ୍ରଣାମଟା ମୋର ହୃଦୟରେ ବାଜିଲା, ସତେକି ବନ୍ଧୁକ ଗୁଳି, ଦୁଇ ଚାରି ପାଦ ପଛକୁ ପଳେଇ ମନେ ମନେ କେତେ ଭାଳି। ଭଗବାନଙ୍କୁ ଧନ୍ୟବାଦ ଦେବି, ଇଏ କି ବିଚିତ୍ର ଲୀଳା, ଗୋଟିଏ ଦିନରେ କୋଟିଏ ଭକତି ବୁଡ଼ିଲା ସ୍ୱାମୀଙ୍କ ଭେଳା। 364 ଦିନ ଯାକ ପଡ଼ୁଥିଲା ଯିଏ ବଳି, ଜୀବନଟା ତାର ଛଟପଟ ହୁଏ କଂସେଇ ହାତରେ ଛେଳି। ଘରଣୀ କରିଛି ସାବିତ୍ରୀ ବରତ, ଭକତିଟା ତାର ଜଣା, ମଟନ କଂସାରୁ କଂସାଏ ରଖିଛି, ମଟନ କଂସାରୁ କଂସାଏ ରଖିଛି, ପେଟରେ ଦେଇକି କନା। ପୂଜା ଶେଷ କରି ଘରଣୀଟା ଯେବେ ମାରିଦେଲେ ଟିକେ ଭାଙ୍ଗ, କୁରୁକ୍ଷେତ୍ର ମୋର ଘର ପାଲଟିଲା, ଦେଖେଇ ଦେଲା ତା ରଙ୍ଗ, ଦେଖେଇ ଦେଲା ତା ରଙ୍ଗ, ଦେଖେଇ ଦେଲା ତା ରଙ୍ଗ। ଜୟ ଜଗନ୍ନାଥ।